ବାରିପଦା ସହରର ଶ୍ୟାମ ମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ସହରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ଶ୍ୟାମ ବାବା କଥା ମାନସ। ବାରିପଦା ସ୍ଥିତ ସ୍ୱସ୍ତି ଗାର୍ଡେନଠାରେ ଆଜିଠାରୁ 3 ଦିନ ଧରି ଏହି ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଅର୍ଥାତ୍ ଶନିବାର ପ୍ରଥମ ଦିନରେ ସକାଳ 9ଟାରୁ 10ଟା ସମୟ ଯାଏଁ ଶ୍ୟାମ ମନ୍ଦିର ପ୍ରାଙ୍ଗଣରୁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସହର ପରିକ୍ରମା କରିଥିଲା। ତେବେ ପ୍ରତିଦିନ ଅପରାହ୍ନ 3 ଘଟିକା ସମୟରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଏହି ଶ୍ରୀ ଶ୍ୟାମ କଥା ଏବଂ ବେଦ ଲକ୍ଷ୍ମଣା ଗୋ ଶ୍ରଦ୍ଧା ମହତ୍ତ୍ୱ ଅନୁଷ୍ଠିତ ହେବ। ତେବେ ଏହି ଅବସରରେ 3 ଦିନ ଧରି ଶ୍ରୀ ଧର୍ମେଶ ଜୀ ମହାରାଜଙ୍କ ପ୍ରବଚନ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ଅନୁଷ୍ଠିତ ହେବ। आज कार्यक्रम विषय आम कथा यहाँ हूँ श्याम बाबा 3 दिनिया आत्मकथा बरण आमर जड़े कथावाचक आसछन्ति से कथावाचक आपणकर 3 दिन रे श्याम बाबा आत्मकथा श्रीकृष्ण को आत्मकथा से विषय समस्त अभिभूत कराइबे। आमर कलश यात्रा ऑलरेडी श्याम बाबा मंदिर बारिपदार आरंभ हो जाइए। से कलश यात्रा यही आमर स्थल को आसवा पर आज 3टारू प्रोग्राम स्टार्ट। तो आम सब हाँ ना उद्देश्य हूँ आमर होती हेमंत कुमार शाह से प्रोग्राम टाक फैमिली यहाँ को ऑर्गेनाइज कर मामू से ऑर्गेनाइज कर निश्चय ठाकुर प्रति गोटे मंगल कामना रही बहुत दिन इच्छा था यही टाइप गोटे प्रोग्राम करने बारिपदार जिते आमर अच्छा सब भक्त वृंद सब सागर अच्छा।